ଅସେଇଁ କଳାରେ ଶିଶୁ ମହୋତ୍ସବ। କୁନି କୁନି ପିଲାମାନଙ୍କ ନୃତ୍ୟର ପସରାରେ ସ୍କୁଲ ପ୍ରାଙ୍ଗଣରେ ସୃଷ୍ଟି ହୋଇଯାଇଛି ଭିନ୍ନ ଏକ ପରିବେଶ। ଗହଳ ଚହଳର ଏକ ମନଲୋଭା ପରିବେଶ ଆକୃଷ୍ଟ କରିଛି ସମସ୍ତ ଛାତ୍ରଛାତ୍ରୀମାନଙ୍କ ହୃଦୟରେ। ନୂଆ ନୂଆ ଲାଗୁଛି ବିଦ୍ୟାଳୟ ପରିବେଶ। ଛାତ୍ରଛାତ୍ରୀମାନଙ୍କୁ ଏକ ମନଲୋଭା ପରିବେଶ ବନ୍ଦୀ କରି ରଖିଥିବା ବେଳେ ମନୋରଞ୍ଜନର ବନ୍ଦୀଶାଳାରେ ସମସ୍ତ ଛାତ୍ରଛାତ୍ରୀ ମଜା ନେବାରେ ବ୍ୟସ୍ତ ରହିଛନ୍ତି। ବିଦ୍ୟାଳୟର ପାଠର କାରାଗାର ମଧ୍ୟରେ ବନ୍ଦୀ ହୋଇ ରହିଥିବା ଛାତ୍ରଛାତ୍ରୀମାନେ ମୁକ୍ତି ପାଇ ମୁକ୍ତ ଆକାଶର ଶାନ୍ତ ପରିବେଶରେ ନିଜକୁ ହଜେଇ ଦେଇଛନ୍ତି। ସମସ୍ତଙ୍କ ହୃଦୟରେ ଭରିଯାଇଛି ଆନନ୍ଦର ଲହରୀ। ଉତ୍ସାହର ପରିସୀମା ମଧ୍ୟରେ ଖୋଜି ବୁଲୁଛନ୍ତି ଖୁସିର ସାଗର। ସେହି ଖୁସିର ସାଗର ମଧ୍ୟରେ ସନ୍ତରଣ କରି କିଛି ସମୟ ପାଇଁ ହଜିଯିବେ ଏକ ମନୋରଞ୍ଜନ ଦୁନିଆରେ। ନିଜେ ମନୋରଞ୍ଜନ କରି ଅନ୍ୟକୁ ମନୋରଞ୍ଜନ ଦେବା ସହିତ ସାଥୀଙ୍କ ମନୋରଞ୍ଜନକୁ ନେଇ ଖୁସି ମନେଇବାର ଏକ ଅପୂର୍ବ ସୁଯୋଗକୁ ହାତଛଡ଼ା କରୁନାହାନ୍ତି ଛାତ୍ରଛାତ୍ରୀମାନେ। ଛାତ୍ରଛାତ୍ରୀମାନଙ୍କ ମନରେ ଉତ୍ସାହ ଭରିଦେବା ପାଇଁ ବିଦ୍ୟାଳୟ ପରିସର ମଧ୍ୟରେ ଆୟୋଜିତ ହୋଇଯାଇଛି ଶିଶୁ ମହୋତ୍ସବ। କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ଅସେଇଁକଳା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଆସ୍ପାୟାର କମ୍ୟୁନିଟି ସ୍କୁଲର ମିଳିତ ସହଯୋଗରେ ଅସେଇଁକଳା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି ଶିଶୁ ମହୋତ୍ସବ। ଶିକ୍ଷା ଏବଂ କ୍ରୀଡ଼ା କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ମାଧ୍ୟମରେ ଶିକ୍ଷା ଦିଆଯାଉଥିବା ବେଳେ ଛାତ୍ରଛାତ୍ରୀମାନଙ୍କ ମନୋବଳ ବୃଦ୍ଧି କରିବା ପାଇଁ ଆସ୍ପାୟାର ଏକ ଅଭିନବ କାର୍ଯ୍ୟକ୍ରମକୁ ଆପଣାଇ ନେଇଛି। ଏହି ଶିଶୁ ମହୋତ୍ସବ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ମନୋବଳ ବୃଦ୍ଧି ହେବା ସହିତ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିପାରିବ ବୋଲି ଅଗାଢ଼ ବିଶ୍ୱାସ ରହିଛି। ଆଉ ଏହି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀମାନଙ୍କ ଶିକ୍ଷାର ଉନ୍ନତି ଘଟୁଛି ବୋଲି ସୂଚନା ମିଳୁଛି। ଶିକ୍ଷା ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସାମିଲ ହେଲେ ପିଲାମାନଙ୍କ ଶିକ୍ଷା ଗ୍ରହଣ କରିବାରେ ଉତ୍ସାହ ବୃଦ୍ଧି ପାଇଥାଏ। ଏହି ଶିଶୁ ମହୋତ୍ସବରେ ମଧ୍ୟ ଖୁବ୍ ଆଗ୍ରହ ସହକାରେ ପିଲାମାନେ ଭାଗ ନେଇଥିବା ଦେଖିବାକୁ ମିଳିଥିଲା। ଏହି ଶିଶୁ ମହୋତ୍ସବରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ବିଭିନ୍ନ ବିଭାଗରେ ଭାଗ ନେଇଥିଲେ। ଶିଶୁ ମହୋତ୍ସବ କାର୍ଯ୍ୟକ୍ରମରେ ଭିନ୍ନ ଭିନ୍ନ କୌତୁକିଆ ଖେଳ ସହିତ ନାଚ ଗୀତର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କୁନି କୁନି ପିଲାମାନେ ନାଚ ଗୀତରେ ଭାଗ ନେଇ ନୃତ୍ୟ କରି ସମସ୍ତଙ୍କ ମନ କିଣି ନେଇ ପାରିଥିଲେ। ସବୁଠାରୁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା କୌତୁକିଆ ଖେଳ। ଅନ୍ଧପୁଟୁଳି ସହିତ ସଙ୍ଗୀତ ଚୌକି ଖେଳାଳିମାନଙ୍କୁ ଖୁବ୍ ଉତ୍ସାହ ଦେଇଥିବା ବେଳେ ବିଦ୍ୟାଳୟ ପରିସରରେ ଏକ କୌତୁକିଆ ପରିବେଶ ସୃଷ୍ଟି କରିପାରିଥିଲା। ଏହି ଶିଶୁ ମହୋତ୍ସବ କାର୍ଯ୍ୟକ୍ରମକୁ ଆସ୍ପାୟାର କର୍ମଚାରୀଙ୍କ ସହିତ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହଯୋଗରେ ଆୟୋଜିତ ହୋଇଥିଲା। ଖୁବ୍ ଉତ୍ସାହ ସହକାରେ ଶିଶୁ ମହୋତ୍ସବକୁ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମନଭରି ଉପଭୋଗ କରିଥିଲେ। କେନ୍ଦୁଝର ଯୋଡ଼ାରୁ ହରେକୃଷ୍ଣ ବେହେରାଙ୍କ ରିପୋର୍ଟ, এবি ନ୍ୟୁଜ୍।